जय जगन्नाथ पिलाମାନେ ଆଜିର ଏକ ନୂଆ ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ତୁମମାନଙ୍କର ଇଂଲିଶ ଜାସ୍ମିନ୍ ବହିର ୟୁନିଟ୍ 1ରେ ଥିବା ତୁମମାନଙ୍କର ଚାପ୍ଟର 2 ଦି ରାବେନ୍ ଆଣ୍ଡ ଦି ଫକ୍ସ ଏହି ବିଷୟକୁ ଆଲୋଚନା କରିବା। ତାହେଲେ ଦେଖ ପିଲାମାନେ, ତୁମମାନଙ୍କର ବିଷୟ ନାଁ ହେଲା ଦି ରାବେନ୍ ଆଣ୍ଡ ଦି ଫକ୍ସ। ରାବେନ୍ କ'ଣ ନା ରାବେନ୍ ହେଲା ଡାମର କାଉ, ଫକ୍ସ ହେଲା କୋକିଶିଆଳ। ତାହେଲେ ଦି ରାବେନ୍ ଆଣ୍ଡ ଦି ଫକ୍ସ, ଡାମର କାଉ ଏବଂ କୋକିଶିଆଳି। ତାପରେ ଦେଖ ପିଲାମାନେ, ଲେଟ୍ ଅସ୍ ଡୁ ଦିସ୍ ଆକ୍ଟିଭିଟିଜ୍ ବିଫୋର୍ ୱି ରିଡ୍। ବିଷୟଟିକୁ ପଢ଼ିବା ପୂର୍ବରୁ ଚାଲ ଏହି ଆକ୍ଟିଭିଟି ଗୁଡ଼ିକ କରିବା। କ୍ୱେଶ୍ଚିନ୍ ନମ୍ବର 1, ୱି ନୋ ଦ୍ୟାଟ୍ ଫ୍ରଗ୍ସ କ୍ରୋକ୍। ବେଙ୍ଗମାନେ କ୍ରୋକ୍, ବେଙ୍ଗମାନେ ରଡ଼ି କରନ୍ତି ଆମେ ଜାଣିଛେ। ଡିଡ୍ ୟୁ ନୋ, ତୁମେ ଜାଣ କି ଦ୍ୟାଟ୍ ରାଭେନ୍ସ ଅଲ୍ସୋ କ୍ରୋକ୍। ଡାମର କାଉ ମଧ୍ୟ କ୍ରୋକ୍ ଶବ୍ଦ କରିପାରେ, ଏକ ପ୍ରକାର କର୍କଶ ଶବ୍ଦ କରିପାରେ। ତାହେଲେ ଏହାର ଆନ୍ସର ଲେଖିବା। ୟେସ୍, ରାଭେନ୍ସ ଅଲ୍ସୋ ମେକ୍ ଏ ଡିପ୍ କ୍ରୋକିଂ ସାଉଣ୍ଡ ଟୁ କମ୍ୟୁନିକେଟ୍। କ୍ୱେଶ୍ଚିନ୍ ନମ୍ବର 2, ସି ଦ ପିକ୍ଚର୍ସ ଆଣ୍ଡ ସେ। ଛବି ଗୁଡ଼ାକୁ ଦେଖ ଏବଂ କୁହ, ହୁ ଡୁ ୟୁ ଥିଙ୍କ କ୍ୟୁନିଂ। ତୁମେ କାହାକୁ ଭାବୁଛ ଯେ କିଏ ଅଧିକ ଦ୍ରୁତ ବା ଚାଲାକ? ଏହାର ଆନ୍ସର ଲେଖିବା। ଦି ଫକ୍ସ ଇଜ୍ ଭେରି କ୍ୟୁନିଂ। କୋକିଶିଆଳଟି ଅଧିକ ଦ୍ରୁତ ବା ଚତୁର ଅଟେ। ତାପରେ ଦେଖ ପିଲାମାନେ, ଏହି ଛବି ଗୁଡ଼ିକୁ ଦେଖ। ଗୋଟେ କୋକିଶିଆଳି ତଳେ ଅଛି ଏବଂ ଗୋଟେ ଡାମର କାଉ ଖାଦ୍ୟ ଟୁକୁଡ଼ା ଗୋଟେ ଧରିକି ଗଛର ଡାଳ ଉପରେ ବସିଛି। ତାହେଲେ ସେହି କୋକିଶିଆଳଟି ଚାଲାକ କରି କାଉଟିର ଖାଦ୍ୟ ଖଣ୍ଡକ କିପରି ଛଡ଼ାଇ ଆଣିଛି ତାହା ଆମେ ଏହି ବିଷୟରେ ପଢ଼ିବା। ତାହେଲେ ଦେଖ ପିଲାମାନେ, ଡେରି ନକରି ଚାଲ ଆଜିର ବିଷୟକୁ ଆରମ୍ଭ କରିବା। ତାହେଲେ ଦେଖ ପିଲାମାନେ, ଲେଟ୍ ଅସ୍ ରିଡ୍, ଚାଲ ପଢ଼ିବା। ପ୍ରଥମେ ଦେଖ ପିଲାମାନେ, ଷ୍ଟାଞ୍ଜା 1, ମିଷ୍ଟର ରାବେନ୍ ୱାଜ୍ ପର୍ଚ୍ଡ ଅପନ୍ ଏ ଲିମ୍ ଆଣ୍ଡ ରେନାର୍ଡ ଦି ଫକ୍ସ ଲୁକ୍ଡ ଅପ୍ ଆଟ୍ ହିମ୍। ଫର୍ ଦି ରାବେନ୍ ହେଲ୍ଡ ଇନ୍ ହିଜ୍ ଗ୍ରେଟ୍ ବିଗ୍ ବିକ୍ ଏ morsel the fox would go far to seek। ତାହେଲେ ଷ୍ଟାଞ୍ଜା 1ରେ ଥିବା କଠିନ ଶବ୍ଦାର୍ଥ ଗୁଡ଼ିକ ଦେଖ ପିଲାମାନେ। ରାବେନ୍, ରାବେନ୍ ହେଲା ଡାମର କାଉ। ପର୍ଚ୍ଡ, ପର୍ଚ୍ଡ ଅର୍ଥ ବସିଥିଲା। ଅପନ୍, ଅପନ୍ ଅର୍ଥ ଉପରେ। ଲିମ୍ବ, ଲିମ୍ବ ଅର୍ଥ ଗଛର ମୋଟା ଡାଳ। ଫକ୍ସ, ଫକ୍ସ ହେଲା କୋକିଶିଆଳ। ରେନାର୍ଡ, ରେନାର୍ଡ ଏଠି ଫକ୍ସର ନାଁ ହେଉଛି ରେନାର୍ଡ। ଲୁକ୍ଡ ଅପ୍, ଲୁକ୍ଡ ଅପ୍ ଅର୍ଥ ଉପରକୁ ଚାହିଁଲା। ହେଲ୍ଡ, ହୋଲ୍ଡରୁ ହେଇଛି ହେଲ୍ଡ, ହେଲ୍ଡ ଅର୍ଥ ଧରିଥିଲା। ଗ୍ରେଟ୍, ଗ୍ରେଟ୍ ଅର୍ଥ ବଡ଼ ବା ମହାନ। ବିକ୍, ବିକ୍ ଅର୍ଥ ଥଣ୍ଟ। ମର୍ସେଲ, ମର୍ସେଲ ଅର୍ଥ ଖାଦ୍ୟ ଟୁକୁଡ଼ା ବା କୌଣସି ଖାଦ୍ୟର ଏକ ଛୋଟ ଅଂଶ। ଫାର୍, ଫାର୍ ଅର୍ଥ ଦୂର। ସିକ୍, ସିକ୍ ଅର୍ଥ ଖୋଜିବା। ତାହେଲେ ବର୍ତ୍ତମାନ ଚାଲ ପିଲାମାନେ ଷ୍ଟାଞ୍ଜା 1ର ଅର୍ଥକୁ ବୁଝିବା। ମିଷ୍ଟର ରାବେନ୍ ୱାଜ୍ ପର୍ଚ୍ଡ ଅପନ୍ ଏ ଲିମ୍। ମିଷ୍ଟର ରାବେନ୍ ୱାଜ୍ ପର୍ଚ୍ଡ, ମିଷ୍ଟର ରାବେନ୍ ୱାଜ୍ ପର୍ଚ୍ଡ, କାଉ ମହାଶୟ। ୱାଜ୍ ପର୍ଚ୍ଡ ବସିଥିଲା। ଅପନ୍ ଏ ଲିମ୍, ଲିମ୍ ହେଲା ଡାଳ। ମିଷ୍ଟର ରାବେନ୍, ଡାମର କାଉ ମହାଶୟ। ୱାଜ୍ ପର୍ଚ୍ଡ ବସିଥିଲା। ଅପନ୍ ଏ ଲିମ୍, ଗୋଟିଏ ଡାଳ ଉପରେ ବସିଥିଲା। ଆଣ୍ଡ ରେନାର୍ଡ ଦି ଫକ୍ସ, ଏବଂ ରେନାର୍ଡ ନାମକ କୋକିଶିଆଳ ଲୁକ୍ଡ ଅପ୍ ଆଟ୍ ହିମ୍, ଲୁକ୍ଡ ଅପ୍ ଅର୍ଥ ଉପରକୁ ଚାହୁଁଥିଲା। ଆଟ୍ ହିମ୍, ତାକୁ, ସେ ଉପରେ ବସିଥିଲା ଏବଂ ରେନାର୍ଡ ନାମକ କୋକିଶିଆଳିଟି ତାକୁ ଉପରକୁ ଚାହିଁଲା। ଫର୍ ଦ ରାବେନ୍ ହେଲ୍ ଇନ୍ ହିଜ୍ ଗ୍ରେଟ୍ ବିଗ୍ ବିକ୍। ଏହି ପୋଏମର ଫର୍, ଫର୍ ଅର୍ଥ କାରଣକୁ ବୁଝେଇବ, କାରଣ। ତାହେଲେ ସେ କାହିଁକି ରାବେନ୍କୁ ଚାହିଁଥିଲା? କାରଣ ଦି ରାବେନ୍ ହେଲ୍ଡ ଇନ୍ ହିଜ୍ ଗ୍ରେଟ୍ ବିଗ୍ ବିକ୍। ଦି ରାବେନ୍ ଡାମର କାଉ, ହେଲ୍ଡ, ହୋଲ୍ଡ ହେଇଛି ହେଲ୍ଡ, ହେଲ୍ଡ ଅର୍ଥ ଧରିଥିଲା। ଇନ୍ ହିଜ୍ ଗ୍ରେଟ୍, ତାର ବଡ଼, ମହାନ, ବିକ୍ ମାନେ ଥଣ୍ଟ, ତାର ବଡ଼ ମହାନ ଥଣ୍ଟରେ ଧରିଥିଲା। କ'ଣ ଧରିଥିଲା? ଏ ମର୍ସେଲ ଦି ଫକ୍ସ ଉଡ୍ ଗୋ ଫାର୍ ଟୁ ସିକ୍। ଏ ମର୍ସେଲ ଏକ ଖାଦ୍ୟ ଖଣ୍ଡ, କୋକିଶିଆଳି ଉଡ୍ ଗୋ ଫାର୍ ଟୁ ସିକ୍, ସିକ୍ ମାନେ ଖୋଜିବା, ଫାର୍ ମାନେ ଦୂର। ତାହେଲେ ଏକ ସ୍ୱାଦିଷ୍ଟ ଖାଦ୍ୟ ଖଣ୍ଡେ ଡାମର କାଉ ଧରିଥିଲା, ଯାହାକୁ ପାଇବା ପାଇଁ ବିଲୁଆଟି ବହୁ ଦୂର ପର୍ଯ୍ୟନ୍ତ ଯାଇପାରିଥାନ୍ତା। ତେଣୁ କୋକିଶିଆଳିଟି ଯେତେବେଳେ ଦେଖିଲା
ସେଇ ଡାମରା କାଉଟି ଖାଦ୍ୟ ଖଣ୍ଡେ ଧରିଛି, କିପରି ତାଠାରୁ ଛଡ଼ାଇ ଆଣିବ ସେଥିପାଇଁ ସେ ଗଛ ତଳେ ଠିଆ ହୋଇ ଡାମରା କାଉକୁ ଚାହିଁଥିଲା ଏବଂ ଯୋଜନା ମଧ୍ୟ କରୁଥିଲା। ତାପରେ ଦେଖ ପିଲାମାନେ ଷ୍ଟାଞ୍ଜା 2 Said the fox in admiring tones, "My words, Sir Raven, you are a handsome bird. Such feathers, if you would only sing, the birds of these woods would call you king." ତାହେଲେ ଲେଖ ପିଲାମାନେ ଷ୍ଟାଞ୍ଜା 2ରେ ଥିବା କଠିନ ଶବ୍ଦାର୍ଥ ଗୁଡ଼ିକ। ସେଡ୍ ମାନେ କହିଲା, ଆଡମିରିଂ ମାନେ ପ୍ରଶଂସା କରୁଥିବା, ଟୋନ୍ ମାନେ ସ୍ୱର, ମାଇ ୱାର୍ଡସ୍ ଏହି କବିତାରେ ମାଇ ୱାର୍ଡସ୍ ଅର୍ଥ ପ୍ରଶଂସା କରିବା ପାଇଁ ଏକ ପ୍ରକାର ଶବ୍ଦ। ଆମେ କହିପାରିବା ବାଃ କି ଆରେ ବାଃ, ବାପ୍ରେ। ତାପରେ ଦେଖ ପିଲାମାନେ ହ୍ୟାଣ୍ଡସମ୍ ଅର୍ଥ ସୁନ୍ଦର, ସଚ୍ ମାନେ ଏପରି ବା ସେହିପରି, ଫିଦର୍ସ ଅର୍ଥ ପର, ଉଡ୍ସ ହେଲା ଜଙ୍ଗଲ, WOOD ଉଡ୍ ହେଲେ ଆମେ କାଠକୁ ବୁଝେଇବା। ଯେତେବେଳେ ଉଡ୍ରେ ଏସ୍ ଲାଗିଯିବ, ଉଡ୍ସ ଅର୍ଥ କାଠ ଗୁଡ଼ାକ ହେବନି, ଏଠାରେ ଉଡ୍ସ ହେବ ଜଙ୍ଗଲ। କିଙ୍ଗ ମାନେ ରାଜା। ତାହେଲେ ଲେଖ ପିଲାମାନେ ଷ୍ଟାଞ୍ଜା 2କୁ ଦେଖ, ତାର ଅର୍ଥ ବୁଝିବା। Said the fox in admiring tones, "My words." Said the fox କୋକିଶିଆଳଟି କହିଲା, ଇନ୍ ଆଡମିରିଂ ଟୋନ୍ସ ପ୍ରଶଂସା ଭରା ସ୍ୱରରେ କହିଲା, "ମାଇ ୱାର୍ଡସ୍ ବାଃ ଆରେ ବାପ୍ରେ, ସାର୍ ରାଭେନ୍ ଡାମରା କାଉ ମହାଶୟ, ୟୁ ଆର୍ ଏ ହ୍ୟାଣ୍ଡସମ୍ ବାର୍ଡ ଆପଣ ଜଣେ ଖୁବ୍ ସୁନ୍ଦର ପକ୍ଷୀ, ଦି ବାର୍ଡସ୍ ଅଫ୍ ଦିସ୍ ଉଡ୍ ତେବେ ଏହି ଜଙ୍ଗଲର ପକ୍ଷୀମାନେ କଲ୍ ୟୁ କିଙ୍ଗ ଆପଣଙ୍କୁ ନିଜର ରାଜା ବୋଲି ଡାକିବେ ବା ମାନିବେ। ତାହେଲେ ଷ୍ଟାଞ୍ଜା 2ରେ କ'ଣ ହେଲା, ବିଲୁଆଟି ପ୍ରଶଂସା ଭରା ସ୍ୱରରେ କହିଲା, ବାଃ ଡାମରା କାଉ ମହାଶୟ, ଆପଣ ଜଣେ ଖୁବ୍ ସୁନ୍ଦର ପକ୍ଷୀ, କି ସୁନ୍ଦର ପର ଆପଣଙ୍କର। ଯଦି ଆପଣ କେବଳ ଗୀତ ଗାଆନ୍ତେ, ତେବେ ଏହି ଜଙ୍ଗଲର ସବୁ ପକ୍ଷୀମାନେ ଆପଣଙ୍କୁ ନିଜର ରାଜା ବୋଲି ମାନନ୍ତେ ବା ନିଜର ରାଜା ବୋଲି ଡାକନ୍ତେ। ତାପରେ ଦେଖ ପିଲାମାନେ ଷ୍ଟାଞ୍ଜା 3 The raven who did not see the joke forgot that his voice was just a croak. He opened his beak in his foolish pride and down fell in the morsel the fox had eyed. ତ ଲେଖ ପିଲାମାନେ ଏହି ପଦରେ ଥିବା କଠିନ ଶବ୍ଦାର୍ଥ। ଜୋକ୍ ଅର୍ଥ ହେଲା ମଜା ବା ଥଟ୍ଟା, ଫରଗଟ୍ ଅର୍ଥ ଭୁଲିଯିବା, ଭଏସ୍ ଅର୍ଥ ସ୍ୱର, କ୍ରୋକ୍ ଅର୍ଥ କର୍କଶ ସ୍ୱର, ଓପେଣ୍ଡ ଅର୍ଥ ଖୋଲିଲା, ଫୁଲିସ୍ ଅର୍ଥ ବୋକା ବା ନିର୍ବୋଧ, ପ୍ରାଇଡ୍ ଅର୍ଥ ଗର୍ବ ବା ଅହଙ୍କାର, ଡାଉନଫେଲ୍ ଅର୍ଥ ତଳେ ପଡ଼ିଲା, ଆଏଡ୍ ଅର୍ଥ ଅନେଇଥିଲା ବା ନଜର ରଖିଥିଲା। ତାପରେ ଦେଖ ପିଲାମାନେ ଏହି ପଦର ଅର୍ଥକୁ ଚାଲ ବୁଝିବା। ଦି ରାବେନ୍ ଡାମରା କାଉ, ହୁ ଡିଡ୍ ନଟ୍ ସି ଯିଏକି ଦେଖିପାରୁନଥିଲା ବା ଯିଏକି ଜାଣିପାରୁନଥିଲା, ଦି ଜୋକ୍ ମଜାକ ବା ଚାଲାକି। କାହାର ଚାଲାକି? ନା କୋକିଶିଆଳ ସେହି ଖାଦ୍ୟ ଟୁକୁଡ଼ାର ଛଡ଼ାଇବା ପାଇଁ କ'ଣ ସବୁ ଯୋଜନା କରୁଛି, ତାର ଚାଲାକିକୁ ତାର ମଜାକକୁ ଡାମରା କାଉ ବୁଝିପାରୁନଥିଲା। ତାପରେ ଦେଖ ଫରଗଟ୍ ଦ୍ୟାଟ୍ ହିଜ୍ ଭଏସ୍ ୱାଜ୍ ଜଷ୍ଟ ଏ କ୍ରୋକ୍। ଫରଗଟ୍ ଭୁଲି ଯାଇଥିଲା, ଡାମରା କାଉ ଭୁଲି ଯାଇଥିଲା, ଦ୍ୟାଟ୍ ହିଜ୍ ଭଏସ୍ ଯାହାକି ତାର ସ୍ୱର, ୱାଜ୍ ଜଷ୍ଟ ଏ କ୍ରୋକ୍ ତାର ସ୍ୱର କେବଳ କର୍କଶ ଥିଲା। ତାହେଲେ କୋକିଶିଆଳି ଯେଉଁ ପ୍ରଶଂସା କଲା, ଯାହାଦ୍ୱାରା ଡାମରା କାଉଟି ସେ ଭୁଲିଗଲା ଯେ ତାର ସ୍ୱର କେବଳ ଏକ କର୍କଶ ସ୍ୱର ଥିଲା ଏବଂ କୋକିଶିଆଳର ଚାଲାକିକୁ ବା ମଜାକକୁ ସେ ବୁଝିପାରିଲା ନାହିଁ। ହି ଓପେନ୍ ହିଜ୍ ବିକ୍ ସେ ତାର ଥଣ୍ଟ ଖୋଲିଦେଲା, ଇନ୍ ହିଜ୍ ଫୁଲିସ୍ ପ୍ରାଇଡ୍ ଫୁଲିସ୍ ଅର୍ଥ ବୋକାମି, ନିଜର ବୋକାମି ଏବଂ ଅହଙ୍କାର ଯୋଗୁଁ ସେ ତାର ଥଣ୍ଟ ଖୋଲିଦେଲା, ଆଣ୍ଡ ଡାଉନ୍ ଫେଲ୍ ଦି ମୋର୍ସେଲ୍ ଏବଂ ସେଇ ଖାଦ୍ୟ ଖଣ୍ଡଟି କ'ଣ ହେଲା ନା ଡାଉନ୍ ଫେଲ୍ ତଳକୁ ପଡ଼ିଗଲା। ଦି ଫକ୍ସ ହାଡ୍ ଆଏଡ୍ ମାନେ ନଜର ରଖିଥିଲା, ଯେଉଁଟାକି କୋକିଶିଆଳିଟି ନଜର ରଖିଥିଲା। ତାହେଲେ ପୂର୍ବରୁ କୋକିଶିଆଳିଟି ସେହି ଖାଦ୍ୟ ଟୁକୁଡ଼ା ଉପରେ ନଜର ରଖିଥିଲା, ତାକୁ ସେହି ଖାଦ୍ୟ ଖଣ୍ଡିକ ଖୋଜିବା ପାଇଁ ବହୁତ ଦୂରକୁ ଯିବାକୁ ପଡ଼ିଥାନ୍ତା। ତାହେଲେ ଡାମରା କାଉ ଠାରୁ କେମିତି ସେହି ଖାଦ୍ୟ ଖଣ୍ଡକ ଛଡ଼ାଇବ, ସେଥିପାଇଁ ସେ ଯୋଜନା କରିଥିଲା। ଏହି ମୂର୍ଖତାକୁ ଡାମରା କାଉ ବୁଝିପାରିଲା ନାହିଁ, ତେଣୁ
ତାର ପ୍ରଶଂସାରେ ସେ ଯେତେବେଳେ ଥଣ୍ଟ ଖୋଲିଦେଲା ସେଇ ଖାଦ୍ୟ ଖଣ୍ଡଟି ତଳେ ପଡ଼ିଗଲା, ଯାହାକୁ କି ସେହି କୋକିଶିଆଳିଟି ଅନେଇଥିଲା ବା ନଜର ରଖିଥିଲା। ତାହେଲେ ଖାଦ୍ୟ ଖଣ୍ଡିକ ସେ ପାଇଗଲା। ତାପରେ ଦେଖ ପିଲାମାନେ, ଷ୍ଟାଞ୍ଜା 4ରେ କ'ଣ ହେଲା? Ha ha, laughed the fox, and now you know. Ignore sweet words that make you glow. Pride, my friends, is rather unwise. I am sure this teaching is quite a surprise. ତାହେଲେ ଦେଖ ପିଲାମାନେ, ଏହି ଷ୍ଟାଞ୍ଜାରେ ଥିବା କଠିନ ଶବ୍ଦାର୍ଥ ଗୁଡ଼ିକ ଦେଖ। ଲାଫ୍ଡ ଅର୍ଥ ହସିଲା, नो ଅର୍ଥ ଜାଣିବା, ଇଗ୍ନୋର ଅର୍ଥ ଏଡ଼ାଇ ଦେବା ବା ଉପେକ୍ଷା କରିବା, ସୁଇଟ୍ ଅର୍ଥ ମିଠା, ୱାର୍ଡସ୍ ଅର୍ଥ ଶବ୍ଦ, ଗ୍ଲୋ ଅର୍ଥ ଚମକିବା, ଏହି କବିତାରେ ହେବ ଗର୍ବରେ ଫୁଲିବା, ରାଦର ଅର୍ଥ ବରଂ, ଅନୱାଇଜ ଅର୍ଥ ବୋକାମି ବା ଜ୍ଞାନହୀନ, ସିଓର ଅର୍ଥ ନିଶ୍ଚିନ୍ତ, ଟିଚିଂ ଅର୍ଥ ଶିକ୍ଷା, କ୍ୱାଇଟ୍ ଅର୍ଥ ସମ୍ପୂର୍ଣ୍ଣ ରୂପେ, ସରପ୍ରାଇଜ ଅର୍ଥ ଆଶ୍ଚର୍ଯ୍ୟ। ତାହେଲେ ଦେଖ ପିଲାମାନେ, ଏହି ଷ୍ଟାଞ୍ଜାର ଅର୍ଥକୁ ଦେଖ। Ha, laughed the fox. ତାହେଲେ ବିଲୁଆଟି ଜୋରରେ ହସିଲା, ha. And now, ଏବଂ ବର୍ତ୍ତମାନ you know. नो ଅର୍ଥ ଜାଣିବା। ବର୍ତ୍ତମାନ ତୁମେ ଜାଣିଗଲ ତ? ha, ବିଲୁଆଟି ଜୋରରେ ହସିଲା ଏବଂ କହିଲା, ଏବେ ତୁମେ ଜାଣିଗଲ ତ? Ignore sweet words that make you glow. Ignore ଏଡ଼ାଇ ଦିଅ ବା ଉପେକ୍ଷା କର sweet words ମିଠା କଥାକୁ, ଯିଏ ତୁମକୁ ମିଛରେ ପ୍ରଶଂସା କରୁଛି। ମିଠା କଥାକୁ ତୁମେ ଉପେକ୍ଷା କର ବା ଏଡ଼ାଇ ଦିଅ। That make you glow, ଯେଉଁଗୁଡ଼ାକି ତୁମକୁ ଚମକାଉଛି ବା ମିଛରେ ଗର୍ବରେ ତୁମକୁ ଫୁଲାଇ ଦେଉଛି, ସେହିପରି ମିଛ ପ୍ରଶଂସା ଠାରୁ ସଦାବେଳେ ଦୂରେଇ ରୁହ। ତାପରେ ଦେଖ ପିଲାମାନେ, ପ୍ରାଇଡ୍ ଗର୍ବ କରିବା, ମାଇ ଫ୍ରେଣ୍ଡସ୍ ମୋର ବନ୍ଧୁ, ଇଜ୍ ରାଦର ଅନୱାଇଜ, ରାଦର ମାନେ ବରଂ, ଅନୱାଇଜ ମୂର୍ଖାମି ବା ବୁଦ୍ଧିହୀନ। ତାହେଲେ ଏଠାରେ କୋକିଶିଆଳି କହିଲା, ମାଇ ଫ୍ରେଣ୍ଡସ୍ ମୋର ସାଙ୍ଗ, ପ୍ରାଇଡ୍ ଇଜ୍ ରାଦର ଅନୱାଇଜ, ଗର୍ବ କରିବା ହେଉଛି ବୁଦ୍ଧିମାନର କାମ ନୁହେଁ, ଗର୍ବ କରିବା ହେଉଛି ମୂର୍ଖାମି ବା ବୁଦ୍ଧିହୀନର ପରିଚୟ। I am sure this teaching is quite a surprise. I am sure ମୁଁ ନିଶ୍ଚିନ୍ତ, this teaching ଏହି ଶିକ୍ଷା, is quite ହେଲା ସମ୍ପୂର୍ଣ୍ଣ ରୂପେ, a surprise ତୁମକୁ ଆଶ୍ଚର୍ଯ୍ୟଜନକ କରିବ। ତାହେଲେ ଏଠାରେ କୋକିଶିଆଳି କ'ଣ କହିଲା? I am sure ମୁଁ ନିଶ୍ଚିନ୍ତ, this teaching is quite a surprise ଏହି ଶିକ୍ଷା ତୁମ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଉପହାର ହେବ। ତାହେଲେ ଷ୍ଟାଞ୍ଜା 4ରୁ ଆମେ କ'ଣ ବୁଝିଲେ? ନା ବିଲୁଆଟି ଜୋରରେ ହସିଲା, ha ଏମିତି ହସିଲା ଏବଂ କାହାକୁ କହିଲା, ଏବେ ତୁମେ ଜାଣିଗଲ ତ? ଏହି ମିଠା କଥା ସବୁବେଳେ ଅଣଦେଖା କରିବା କଥା, ଯାହା ତୁମକୁ ମିଛ ପ୍ରଶଂସା ବା ଖୁସି କରିଦିଏ, ସେହିଭଳି ମିଛ ପ୍ରଶଂସା ଠାରୁ ସଦାବେଳେ ଦୂରେଇ ରୁହ ବା ସଦାବେଳେ ତାକୁ ଉପେକ୍ଷା କର। ହେ ମୋର ବନ୍ଧୁ, ଗର୍ବ କରିବା ଜମାରୁ ବୁଦ୍ଧିମାନର କାମ ନୁହେଁ। ମୁଁ ନିଶ୍ଚିନ୍ତ ଯେ ଏହି ଶିକ୍ଷା ତୁମ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଉପହାର ହେବ। ତାପରେ ଦେଖ ପିଲାମାନେ, ଏ ବିଷୟର ପୋଏଟ ହେଲେ ଜିନ୍ ଡି ଲା ଫଣ୍ଟେନ୍। ତାପରେ ଦେଖ ପିଲାମାନେ, ଏ ବିଷୟରେ ଥିବା କଠିନ ଶବ୍ଦାର୍ଥ ଗୁଡ଼ିକ ଚାଲ ଆଲୋଚନା କରିବା। ତାହେଲେ ଦେଖ, ରାଭେନ୍ ହେଲା ଡାମରା କାଉ, ଫକ୍ସ ହେଲା କୋକିଶିଆଳ, କ୍ରୋକ୍ ଅର୍ଥ ବେଙ୍ଗର ରଡ଼ି, କିନ୍ତୁ ଏଠାରେ ହେବ କାଉର କର୍କଶ ସ୍ୱର। ପର୍ଚ୍ଚଡ୍ ଅର୍ଥ ଡାଳ ଉପରେ ବସିଥିଲା, ଓପେନ୍ ଅର୍ଥ ଉପରେ, ଲିମ୍ବ ଅର୍ଥ ଗଛର ମୋଟା ଡାଳ, ହୋଲ୍ଡରୁ ହେଇଛି ହେଲ୍ଡ ଅର୍ଥ ଧରିଥିଲା, ଗ୍ରେଟ୍ ଅର୍ଥ ମହାନ, ବିଗ୍ ଅର୍ଥ ଥଣ୍ଟ, ମୋର୍ସେଲ୍ ହେଲା ଖାଦ୍ୟ ଟୁକୁଡ଼ା ବା କୌଣସି ଖାଦ୍ୟର ଏକ ଛୋଟ ଅଂଶ, ଫାର୍ ଅର୍ଥ ଦୂରରେ ବା ସୁଦୂର, ସିକ୍ ଅର୍ଥ ଖୋଜିବା, ଯଦି SICK ହେବ ତାହେଲେ ପୀଡ଼ିତ, ଆଡମିରିଂ ଅର୍ଥ ପ୍ରଶଂସା କରୁଥିବା, ଟୋନ୍ ଅର୍ଥ ସ୍ୱର, ହ୍ୟାଣ୍ଡସମ୍ ଅର୍ଥ ସୁନ୍ଦର, ସଚ୍ ଅର୍ଥ ଏପରି କି ସେପରି, ଫିଦର୍ସ ଅର୍ଥ ପରଗୁଡ଼ିକ, ଉଡ୍ସ ଅର୍ଥ ଜଙ୍ଗଲ, WOOD ଉଡ୍ ହେଲେ କାଠ, ଏସ୍ ବସିଗଲେ ଜଙ୍ଗଲ ବା ବଣକୁ ବୁଝେଇବ, ଜୋକ୍ ଅର୍ଥ ଥଟ୍ଟା ବା ମଜା, ଫର୍ଗଟ୍ ଅର୍ଥ ଭୁଲିଯିବା,
ଭଏସ୍ ଅର୍ଥ ସ୍ୱର, ଫୁଲିସ୍ ଅର୍ଥ ବୋକା, ପ୍ରାଇଡ୍ ଅର୍ଥ ଅହଙ୍କାର ବା ଗର୍ବ, ଲାଫ୍ଡ ଅର୍ଥ ହସିଲା, ଇଗ୍ନୋର ଅର୍ଥ ଉପେକ୍ଷା କରିବା ବା ଅଣଦେଖା କରିବା, ଗ୍ଲୋ ଅର୍ଥ ଚମକିବା। କିନ୍ତୁ ଏହି ପୋଏମରେ ହେବ ଗର୍ବରେ ଫୁଲିବା, ର୍ୟାଦର ଅର୍ଥ ବରଂ, ଅନୱାଇଜ୍ ଅର୍ଥ ଜ୍ଞାନହୀନ ବା ବୋକାମି, ସିଓର ଅର୍ଥ ନିଶ୍ଚିନ୍ତ, କ୍ୱାଇଟ୍ ଅର୍ଥ ସମ୍ପୂର୍ଣ୍ଣ ରୂପେ, ଟିଚିଂ ଅର୍ଥ ଶିକ୍ଷା, ସରପ୍ରାଇଜ୍ ଅର୍ଥ ଆଶ୍ଚର୍ଯ୍ୟ। ପିଲାମାନେ ତୁମମାନଙ୍କର ଏହି ବିଷୟର ସମ୍ପୂର୍ଣ୍ଣ ଅର୍ଥକୁ ଆମେ ବୁଝିଲେ। ଭିଡ଼ିଓ ଭଲ ଲାଗିଲେ ପିଲାମାନେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପୂର୍ବ ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଡେସ୍କ୍ରିପସନରେ ଲିଙ୍କ୍ ଦିଆଯାଇଛି, ତୁମେମାନେ ଚାହିଁଲେ ଦେଖିପାରିବ। ଧନ୍ୟବାଦ। ଜୟ ଜଗନ୍ନାଥ।